ଖରା ଲକ୍ଷ୍ମୀପୁର କୋଡ଼ିଙ୍ଗାମାଳି ଶାନ୍ତି ସଭା ଖଣି ପରିବହନର ସୋସାଇଟି। ଆଚ୍ଛା। ପାଖରେ ଆମେ ଗତ 2018 ମସିହାରେ ଆମର ଖଣି ବାର୍ଷିକ 3 ମିଲିୟନ ଯାଉଥିଲା OMC ଯେଉଁଟା ଖଣି ରପ୍ତାନି କରୁଥିଲା, ତାକୁ ଆମେ 6 ମିଲିୟନ ଏବେ ନେବ, ତାକୁ ସପୋର୍ଟ କରିବୁ। ଅଞ୍ଚଳବାସୀଙ୍କର ଦେଖନ୍ତୁ ଅନେକ ଗାଡ଼ି ମାଲିକମାନେ ଅଛନ୍ତି, ସେମାନେ ବଞ୍ଚିବେ। ତା ବାଦେ ଡ୍ରାଇଭର ଭାଇମାନେ ବଞ୍ଚିବେ, ହେଲ୍ପର ମାନେ ବଞ୍ଚିବେ, ବେକାରୀ ସମସ୍ୟା ଦୂର ହେବ। କାରଣ ହେଲା ଦେଖନ୍ତୁ ଆମର ଏରିଆରେ ଆଦିତ୍ୟ ଆଲୁମିନିୟମ ବୋଲିକି କଂସାରୀ କାରଖାନା ଅଛି। ସେଇଠି ଲୋକାଲ ଲୋକମାନଙ୍କର କିଛି ବି ନିଯୁକ୍ତି ସେଠି ହେଇପାରୁନି। ଯାହା ଅଛି ବାହାର ଲୋକ ଆସିକି ସେଠି କାମ କରୁଛନ୍ତି। ତ ଗୋଟେ ଡ୍ରାଇଭର ଭାଇ ସେଠି କମ୍ପାନୀରେ ଗାଡ଼ି ଚଲେଇବ ବୋଲି ବି ତାକୁ ଡ୍ରାଇଭରର ସୁଯୋଗ ଦିଆଯାଇପାରୁନି। ତ ଆମେ ଭାବୁଛୁ 6 ମିଲିୟନ ହେଲେ ଅଧିକରୁ ଅଧିକ ଡ୍ରାଇଭର ହେଉ କି ଗାଡ଼ି ମାଲିକ ହେଉ ବା ହେଲ୍ପର ହେଉ ସମସ୍ତେ ନିଯୁକ୍ତି ପାଇବେ। ମୋ ନାଁ ଅକ୍ଷୟ କୁମାର ତୁର, ଖଣି ପରିବହନ ସୋସାଇଟିର ସଦସ୍ୟ ଅଛି। ଆମ ପାଖକୁ ଏଥିପାଇଁ ଆସିଥିଲୁ ଯେ ଯୋଉ ବାର୍ଷିକ 3 ମିଲିୟନ ଟନ୍ ମାଲ ଯାଉଛି ଆମର ଏଇଠୁ କଣିହାମାଳ ଠାରୁ, ତାକୁ 6 ମିଲିୟନକୁ ବର୍ଦ୍ଧିତ କରିବା ପାଇଁ ବୋଲିକିରି ଜିଲ୍ଲାପାଳ ପାଖରେ ଗୋଟେ ଆବେଦନ କରିବାକୁ ଯାଇଥିଲୁ। ଆମ ଅଞ୍ଚଳରେ ବହୁତ ଗୁଡ଼ା ଯୋଉ 3 ମିଲିୟନ ଟନ୍ ବି ଚାଲିକିନା ବହୁତ ଗୁଡ଼ାଏ ଗାଡ଼ି ଚାଲିଛି, ବହୁତ ଗୁଡ଼ାଏ ମାଲିକ ଅଛନ୍ତି। ଛୋଟ ମୋଟ ଲୋକ ଏମିତି ବହୁତ ମାନେ ନିଜ ପଇସାରେ ଗାଡ଼ି କିଣିକିରି ଗୋଟେ ଦିଟା ଗାଡ଼ି କରିକି ମଧ୍ୟ ତାଙ୍କେ ମାଲ ବୋହୁଛନ୍ତି। ତା ଦ୍ୱାରା ବହୁତ ଗୁଡ଼ାଏ ଡ୍ରାଇଭର ସେଠି ନିଯୁକ୍ତି ପାଉଛନ୍ତି। ଡ୍ରାଇଭର ସହିତ ଅଞ୍ଚଳରେ ଯେତିକି ପାଠ ନ ପଢିବା ପିଲା ଯୋଉ ହେଲ୍ପର ଆକାରରେ ମଧ୍ୟ ସେଠି ଜଏନ୍ ହେଇକିରି ତାଙ୍କେ ନିଜ ପେଟ ପାଟଣ ମଧ୍ୟ କରିପାରୁଛନ୍ତି। ଆଉ ସେ କମ୍ପାନୀ ଯୋଉ 3 ମିଲିୟନ ଟନ୍ ନଉଛି, ସେ ଅଞ୍ଚଳରେ ବହୁତ ଗୁଡ଼ାଏ ବିକାଶ କାମ ମଧ୍ୟ କିଛି କିଛି ଭାବରେ କରିକି ଆସୁଛି। ଆମେ ଭାବୁଛୁ ଯେ 6 ମିଲିୟନ ଟନ୍ ଯଦି ଆହୁରି ନବ ତ ଆମର ଆହୁରି ଅଧିକ ଉନ୍ନତ ହବ ବୋଲି ଆମେ ଚିନ୍ତା କରୁଛୁ। ଆଜ୍ଞା ଖଣି ତ ଏମପିରେ ମଧ୍ୟ ସରୁଛି, 3 ମିଲିୟନ ଟନ୍ ହେଲେ ମଧ୍ୟ ତ ସରୁଛି। କିନ୍ତୁ ଯଦି କମ୍ପାନୀ ଯଦି 6 ମିଲିୟନ ନବ, ଆମର ଆହୁରି ଅଧିକ ଆମ ଅଞ୍ଚଳରେ ଅଧିକ ଉନ୍ନତ ହବ ବୋଲି ଆମେ ଭାବୁଛୁ।